ମିଠା ବାଣ୍ଟିବା ପାଇଁ ହୋଇଯାଆନ୍ତୁ ପ୍ରସ୍ତୁତ। ଦୁଃଖ କଷ୍ଟ ସମସ୍ୟାର ଅନ୍ତ ଘଟିବା ପାଇଁ ଯାଉଛି। ଗ୍ରହରେ ଆଜି ବନୁଛି ଶୁଭ ସଂଯୋଗ। ସୂର୍ଯ୍ୟ ଏବଂ ମଙ୍ଗଳ ବନେଇବେ ଯାହାକି ମଙ୍ଗଳ ଆଦିତ୍ୟ ଯୋଗ ଏବଂ ଚମକିବା ପାଇଁ ଯାଉଛି ଏହିସବୁ ରାଶିଧାରୀ ବ୍ୟକ୍ତିବିଶେଷଙ୍କ ଭାଗ୍ୟ। ଅଚାନକ ଭାଗ୍ୟରେ ବଡ଼ ପରିବର୍ତ୍ତନ ଘଟିବ। ତେବେ ଦର୍ଶକ ବନ୍ଧୁ ନମସ୍କାର, ଜୟ ଜଗନ୍ନାଥ। ଆପଣମାନଙ୍କୁ ଆଜିର ଏହି ରାଶିର ବିଶେଷ କାର୍ଯ୍ୟକ୍ରମକୁ ସ୍ୱାଗତ। ତେବେ ଦର୍ଶକ ବନ୍ଧୁ ଆଜିର ରାଶିର ଭିଡ଼ିଓ ଜରିଆରେ ଜାଣିବା ସୂର୍ଯ୍ୟ ଏବଂ ମଙ୍ଗଳଙ୍କ ମଧ୍ୟରେ ଏକ ବିଶେଷ ୟୁତିର ଯୋଗ ଯାହାକି ନିର୍ମାଣ ହେବା ପାଇଁ ଯାଉଛି ଏବଂ ଏହି ଯୋଗକୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମଙ୍ଗଳ ଆଦିତ୍ୟ ଯୋଗ ବୋଲି ବିବେଚନା କରାଯାଏ। ଏବଂ ଆଜିର ଦିନଠାରୁ ପ୍ରଭୁ ବଜରଙ୍ଗବଲୀଙ୍କ ଆଶୀର୍ବାଦରୁ ଦୀର୍ଘ 30 ବର୍ଷ ପରେ ଏହି ଶୁଭ ସଂଯୋଗ ହେବା ହେତୁ ଆପଣମାନଙ୍କ ଉପରେ ଅତ୍ୟନ୍ତ ଶୁଭ ପ୍ରଭାବ ପଡ଼ିବା ପାଇଁ ଯାଉଛି ଏବଂ ଏହିସବୁ ରାଶିଧାରୀ ବ୍ୟକ୍ତିବିଶେଷଙ୍କ ଭାଗ୍ୟ ମଙ୍ଗଳ ଯୋଗ ବନୁଅଛି ଏବଂ ମଙ୍ଗଳ ଆଦିତ୍ୟ ଯୋଗର ଶୁଭ ସଂଯୋଗ ଏହିସବୁ ରାଶିଧାରୀ ବ୍ୟକ୍ତିବିଶେଷଙ୍କ ଭାଗ୍ୟ ସୁନାବଳି ହେବା ପାଇଁ ଯାଉଛି। ପ୍ରଭୁ ବଜରଙ୍ଗବଲୀଙ୍କ ଆଶୀର୍ବାଦରୁ ଆପଣଙ୍କର ସମସ୍ତ ଦୁଃଖ କଷ୍ଟ ଏବଂ ସମସ୍ୟାର ଅନ୍ତ ଘଟିବା ପାଇଁ ଯାଉଛି। ନୂତନ ସମୟ ଆରମ୍ଭ ହେଉଛି। ଆପଣଙ୍କର ସମସ୍ତ ମଙ୍ଗଳ କାର୍ଯ୍ୟ ହେବ। ଆପଣଙ୍କର ଦୀର୍ଘ ଦିନର ମନସ୍କାମନା ପୂର୍ଣ୍ଣ ହେବ ଏବଂ ଆପଣଙ୍କର ଦୀର୍ଘ ଦିନ ଧରି ପଡ଼ି ରହିଥିବା ସମସ୍ତ କାର୍ଯ୍ୟଗୁଡ଼ିକ ପୂର୍ଣ୍ଣ କରିବାରେ ସକ୍ଷମ ହେବେ। ପ୍ରଭୁ ବଜରଙ୍ଗଙ୍କ ଆଶୀର୍ବାଦରୁ ଏହି ମଙ୍ଗଳ ଆଦିତ୍ୟ ଯୋଗ ବର୍ଷର ପ୍ରଥମ ଯାହାକି ଏହି ମାସରେ ସୃଷ୍ଟି ହେବା ହେତୁ ଏବଂ ଏହିସବୁ ରାଶିଧାରୀ 12ଗୋଟି ରାଶି ମଧ୍ୟରୁ ଯାହାକି କିଛି ରାଶିର ବ୍ୟକ୍ତି ବିଶେଷ ପାଇଁ ଅତ୍ୟନ୍ତ ଶୁଭ ସମୟ ଆରମ୍ଭ ହେଉଛି। ଅଚାନକ ଭାବରେ ଧନ ପ୍ରାପ୍ତି ସହିତ ଅଚାନକ ଚାକିରି ମଧ୍ୟ ମିଳିବ। ବ୍ୟବସାୟରେ ଅଗ୍ରଗତି କରିବେ। ଆୟର ନୂତନ ପନ୍ଥା ଖୋଲିବ। ଗୃହରେ ସୁଖ ସମୃଦ୍ଧତା ଭରି ରହିବ। ଅବିବାହିତ ବ୍ୟକ୍ତିଙ୍କର ବିବାହ ପ୍ରସ୍ତାବ ଆସିବ ଏବଂ ଆପଣଙ୍କ ବୃତ୍ତିଗତ ଜୀବନରେ ଲାଗି ରହିଥିବା ସମସ୍ତ ସମସ୍ୟାର ଅନ୍ତ ଘଟିବ। ପ୍ରଭୁ ବଜରଙ୍ଗଙ୍କ ଆଶୀର୍ବାଦରୁ ସମସ୍ତ ବାଧାବିଘ୍ନ ଦୂର ହେବ ଏବଂ ଟଙ୍କା ଗାଦିରେ ବସିବେ ଏହି ରାଶିର ବ୍ୟକ୍ତିବିଶେଷମାନେ ଏବଂ ଏହିସବୁ ରାଶିଧାରୀ ଯାହାକି 12ଗୋଟି ରାଶି ମଧ୍ୟରୁ ଏହି 6ଗୋଟି ରାଶିର ବ୍ୟକ୍ତିବିଶେଷମାନେ ରାଜା ଭଳି ଜୀବନ କାଟିବେ। କୋଟିପତି ରାସ୍ତାରେ ଚାଲିବା ସହିତ ପ୍ରଭୁ ବଜରଙ୍ଗଙ୍କ କୃପାରୁ ଆର୍ଥିକ ସମସ୍ୟାଗୁଡ଼ିକ ଦୂର ହେବ। ତେବେ ଦର୍ଶକ ବନ୍ଧୁ ଚାଲନ୍ତୁ ଜାଣିନେବା ସେହି ସବୁ ପ୍ରଭାବଶାଳୀ ମହାଭାଗ୍ୟଶାଳୀ ରାଶିମାନଙ୍କ ବିଷୟରେ। ତେବେ ଦର୍ଶକ ବନ୍ଧୁ ସେହି ସବୁ ମହାଭାଗ୍ୟଶାଳୀ ରାଶିମାନଙ୍କ ବିଷୟରେ ଜାଣିବା ପାଇଁ ହେଲେ ଆପଣମାନଙ୍କୁ ଅନୁରୋଧ ଭିଡ଼ିଓଟି ସ୍କିପ୍ ନକରି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଯେଉଁମାନେ ଏହି ଚ୍ୟାନେଲରେ ନ୍ୟୁ ଅଛନ୍ତି ସର୍ବପ୍ରଥମେ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଭିଡ଼ିଓକୁ ଲାଇକ୍ କରନ୍ତୁ। କମେଣ୍ଟ ବକ୍ସରେ ଜୟ ହନୁମାନ ଜୟ ଶ୍ରୀରାମ ଲେଖିବାକୁ ବିଲକୁଲ ବି ଭୁଲିବେନି। ପ୍ରଭୁ ହନୁମାନଙ୍କ ଆଶୀର୍ବାଦରୁ ଆପଣଙ୍କର ସମସ୍ତ ଆର୍ଥିକ ସଙ୍କଟ ଦୂର ହେବ। ସଙ୍କଟମୋଚନ ହନୁମାନଙ୍କ କୃପାରୁ ଆପଣଙ୍କର ସଙ୍କଟ ଦୁଃଖ ଦୂର ହେବ। ତେବେ ଦର୍ଶକ ବନ୍ଧୁ ସୂର୍ଯ୍ୟ ଏବଂ ମଙ୍ଗଳଙ୍କ ମଧ୍ୟରେ ଏକ ବିଶେଷ ଯୋଗ ହେବା ହେତୁ ଏହି ଯୋଗକୁ ମଙ୍ଗଳ ଆଦିତ୍ୟ ଯୋଗ କୁହାଯାଏ ଏବଂ ପ୍ରତ୍ୟେକ ଗ୍ରହମାନେ ଏକ ନିର୍ଦ୍ଦିଷ୍ଟ ସମୟରେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୁହାଯାଇଛି ପ୍ରତ୍ୟେକ ଗ୍ରହମାନେ ଏକ ନିର୍ଦ୍ଦିଷ୍ଟ ସମୟରେ ନିଜର ରାଶି ବା ନକ୍ଷତ୍ର ପରିବର୍ତ୍ତନ କରିଥାନ୍ତି ଏବଂ ଏହି ମଙ୍ଗଳ ଆଦିତ୍ୟ ଯୋଗ ଯାହାକି ସୂର୍ଯ୍ୟ ଏବଂ ମଙ୍ଗଳଙ୍କର ବିଶେଷରେ ସଂକ୍ରମିତ ହେଉଛି ଏବଂ ଏହି ବିଶେଷ ଯୋଗ ଯୋଗୁଁ ଅନେକ ରାଶିରେ ଊର୍ଜା ପରାକ୍ରମ ଆତ୍ମବଳ ଓ ନେତୃତ୍ୱ ଆଦି ନେବାର ଯୋଗ ରହିଛି ଏବଂ ବ୍ୟବସାୟରେ ଅଗ୍ରଗତି କରିବାର ଯୋଗ ରହିଛି ଏବଂ ସବୁଠୁ ବଡ଼ କଥା ହେଉଛି ଏହା ହେଉଛି ଏକ 2026 ମସିହାର ପ୍ରଥମ ମଙ୍ଗଳ ଆଦିତ୍ୟ ଯୋଗ ଏବଂ ସମସ୍ତ ବାଧାବିଘ୍ନ ଦୂର କରିବା ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ। ଆପଣଙ୍କର ସମସ୍ତ ବାଧାବିଘ୍ନ ଦୂର ହେବ। ପ୍ରଭୁ ବଜରଙ୍ଗଙ୍କ ଆଶୀର୍ବାଦରୁ ସମସ୍ତ ବାଧାବିଘ୍ନ ଦୂର ହେବ। ତେବେ ଦର୍ଶକ ବନ୍ଧୁ ଏହି ଯୋଗର ପ୍ରଭାବରେ 12ଗୋଟି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ବଡ଼ ଓ ନିର୍ଣ୍ଣାୟକ ପରିବର୍ତ୍ତନ ଆସିବା ପାଇଁ ଯାଉଛି। ବିଶେଷ ରୂପେ ଏହି ଯୋଗ 6ଗୋଟି ରାଶି ଉପରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇବା ପାଇଁ ଯାଉଛି। ସକାରାତ୍ମକ ପ୍ରଭାବଶାଳୀ ହେବେ ଏବଂ ସମସ୍ତ ବାଧାବିଘ୍ନ ଦୂର ହେବ। ତେବେ ଦର୍ଶକ ବନ୍ଧୁ ଆସନ୍ତୁ ଜାଣିବା ଏହି ବିଶେଷ ଯୋଗ କେବେ ଯାହାକି ଆଜିର ଦିନରେ ବନିବ ଏବଂ ଏହି ରାଶି ଉପରେ କ'ଣ ରହିବ ପ୍ରଭାବ। ତେବେ ଦର୍ଶକ ବନ୍ଧୁ ଆଜି ହେଉଛି ମଙ୍ଗଳବାର। ପ୍ରଭୁ ବଜରଙ୍ଗଙ୍କ ହିନ୍ଦୁ ଧର୍ମରେ ପ୍ରଭୁ ବଜରଙ୍ଗବଲୀଙ୍କୁ ବିଶେଷ ପୂଜାର୍ଚ୍ଚନା କରାଯାଏ। ହନୁମାନଙ୍କର ଅତ୍ୟନ୍ତ ପ୍ରିୟର ଦିନ ହେଉଛି ମଙ୍ଗଳବାର। ଆଜିର ଦିନରେ ସୂର୍ଯ୍ୟ ଏବଂ ମଙ୍ଗଳ ଆଦିତ୍ୟ ଯୋଗ ଗଠନ ହେବା ହେତୁ ଆଜି ସନ୍ଧ୍ୟା 5:04 ସମୟରେ ସୂର୍ଯ୍ୟ ଏବଂ ମଙ୍ଗଳ ଗୋଟିଏ ରାଶିରେ ସମାନ ଅଂଶରେ ଅବସ୍ଥିତ ରହିବେ।
ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ସମସ୍ତ ଗ୍ରହର ଅଧିପତି ଏବଂ ମଙ୍ଗଳଙ୍କୁ ଶକ୍ତି ଏବଂ ପରାକ୍ରମର ଚିହ୍ନ ଭାବେ ଗ୍ରହଣ କରାଯାଇଥାଏ ଏବଂ ଏହି 2026ରେ ଏହା ହେଉଛି ପ୍ରଥମ ବିରଳ ଯୁଗ, ଯାହାକି ମଙ୍ଗଳାଦିତ୍ୟ ଯୁଗ। ତେବେ ଦର୍ଶକ ବନ୍ଧୁ, ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେତେବେଳେ ସୂର୍ଯ୍ୟ ଏବଂ ମଙ୍ଗଳ ଏକା ସହ ରହିଥାନ୍ତି, ସେତେବେଳେ ବ୍ୟକ୍ତି ମଧ୍ୟରେ ନେତୃତ୍ୱ ନେବାର କ୍ଷମତା ଓ ନିର୍ଣ୍ଣୟ ନେବାର ଶକ୍ତି ମଜବୁତ ରହିଥାଏ। ପୂର୍ବ ଅପେକ୍ଷା ଆର୍ଥିକ ସ୍ଥିତି ମଜବୁତ ରହିବ ଏବଂ ଆପଣ ଶକ୍ତିଶାଳୀ ଯୋଗ ଗଠନ ହେବା ହେତୁ ଆପଣଙ୍କ ଭାଗ୍ୟ ଉଜ୍ଜଳମୟ ହେବ। ଭାଗ୍ୟ ସୁନା ଭଳି ଚମକିବା ସହିତ ଟଙ୍କା ଗାଦିରେ ବସିବେ ଏବଂ ରାଜା ଭଳି ଜୀବନ କଟାଇବେ। ଏବଂ ଏହି 6 ଗୋଟି ରାଶିର ବ୍ୟକ୍ତିବିଶେଷଙ୍କ ଉପରେ ହାତୀ ସୁନା କଳସ ଢାଳିବା ସହିତ ଆପଣଙ୍କର ମାଟି ଧରିଲେ ସୁନା ପାଲଟିବ ଏବଂ ଏହି 6 ଗୋଟି ରାଶିର ବ୍ୟକ୍ତିବିଶେଷମାନେ ଶାରୀରିକ ଉର୍ଜାରେ ବୃଦ୍ଧି ହେବ, ମାନସିକ ଦୃଢ଼ତା କମିବ, ମାନସିକ ଚାପ କମିବ ଏବଂ ଏହି ଯୋଗର ଏହି 6 ଗୋଟି ରାଶିର ଉପରେ କୌଣସି ନା କୌଣସି ରୂପରେ ପଡ଼ିବ ଏବଂ ଏହି ରାଶିରେ ମଙ୍ଗଳ ଆଦିତ୍ୟ ଯୋଗ ଅତ୍ୟନ୍ତ ଶୁଭଙ୍କର ରହିବ। ଏହି 6 ଗୋଟି ରାଶିର ବ୍ୟକ୍ତିବିଶେଷମାନେ ଦୀର୍ଘ ଦିନ ଧରି ରହିଯାଇଥିବା କାମ ଏବଂ ଲାଭକାରୀ ସାବ୍ୟସ୍ତ ହେବେ। ଚାକିରି ଠାରୁ ଆରମ୍ଭ କରି ବେପାରୁଆ ଲୋକଙ୍କ ପାଇଁ ଅବସରପ୍ରାପ୍ତ ନୂଆ ହେବ। ଆର୍ଥିକ ସ୍ଥିତିରେ ସୁଧାର ଆସିବା ସହିତ ଆତ୍ମବିଶ୍ୱାସ ପରିଲକ୍ଷିତ ହେବ ଏବଂ ଆପଣଙ୍କର ସମସ୍ତ ମାମଲା ରାୟ ଆପଣଙ୍କ ସପକ୍ଷରେ ଯିବ। ତେବେ ଦର୍ଶକ ବନ୍ଧୁ, ଚାଲନ୍ତୁ ଜାଣିନେବା ସେହି ସବୁ 6 ଗୋଟି ରାଶିର ବ୍ୟକ୍ତିବିଶେଷମାନେ, ଯାହାପରିକି ପ୍ରଥମ ସେହି ମହାଭାଗ୍ୟଶାଳୀ ରାଶିଟି ହେଉଛି ଯିଏକି ମେଷ ରାଶି। ଏହି ମେଷ ରାଶିର ବ୍ୟକ୍ତିବିଶେଷମାନେ ଏହି ଦୀର୍ଘ 30 ବର୍ଷ ପରେ ଗ୍ରହରେ ସୂର୍ଯ୍ୟ ଓ ମଙ୍ଗଳଙ୍କର ପ୍ରଭାବରେ, ଯାହାକି ମଙ୍ଗଳ ଆଦିତ୍ୟ ଯୋଗ ଏହି 2026ରେ ଅତ୍ୟନ୍ତ ଶୁଭଦାୟୀ ପ୍ରମାଣିତ ହେବା ପାଇଁ ଯାଉଛି। ପ୍ରଭୁ ବଜରଙ୍ଗବଲୀଙ୍କ ଆଶୀର୍ବାଦରୁ ଆଜିର ଦିନଠାରୁ ଅତ୍ୟନ୍ତ ଶୁଭମୟ ହେବା ପାଇଁ ଯାଉଛି ଏବଂ ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ ରହିବ ଏବଂ ଆପଣଙ୍କର ଏହି ବର୍ଷ ଆର୍ଥିକ ସ୍ଥିତି ମଜବୁତ ରହିବ। 2026ରୁ ଲାଗି ରହିଥିବା ସମସ୍ତ ଦୁଃଖ କଷ୍ଟ ଦୂର ହେବ। କ୍ୟାରିୟର ଦୃଷ୍ଟିକୋଣରୁ ସମୟ ଅତ୍ୟନ୍ତ ଅନୁକୂଳ ରହିବ। ଏ ବର୍ଷ ମଧ୍ୟ ଭାଗ୍ୟ ଆପଣଙ୍କର ସାଥ ଦେବ। ପ୍ରଭୁ ବଜରଙ୍ଗବଲୀ ହନୁମାନଙ୍କ ଆଶୀର୍ବାଦରୁ ପରିବାରରେ ଆଦରତା ବୃଦ୍ଧି ପାଇବ। ପରିବାରକୁ କୌଣସି ଏକ ନୂତନ ଜିନିଷ କ୍ରୟ କରି ଆଣିବେ। ପରିବାର ମଧ୍ୟରେ ହସ ଖୁସି ଏବଂ ଆନନ୍ଦର ଲହରୀ ଲାଗି ରହିବ। ଗୃହରେ ଏକ ଶୁଭ ମାଙ୍ଗଳିକ କାର୍ଯ୍ୟ ହେବ, ଯାହାକି ଅବିବାହିତ ବ୍ୟକ୍ତିବିଶେଷଙ୍କ ଭଲ ବିବାହ ପ୍ରସ୍ତାବ ଆସିବା ସହିତ ବୈବାହିକ ଜୀବନ ସୁଖମୟ ହେବ ଏବଂ ପ୍ରେମ ବିବାହରେ ଉପୁଜିଥିବା ପ୍ରତିବନ୍ଧକ ଗୁଡ଼ିକ ଦୂର ହେବ। ପ୍ରେମ ବିବାହ ସଫଳ ହେବ। ନୂତନ ଗ୍ରହ ପାଇଁ କାର୍ଯ୍ୟ ଆଗେଇବେ ଏବଂ ପୁରୁଣା କୋର୍ଟ କଚେରୀ ମାମଲା ରାୟ ଲାଗି ରହିଥିବା ରାୟ ଗୁଡ଼ିକ ଆପଣଙ୍କ ସପକ୍ଷରେ ଯିବ। ଶତ୍ରୁ ଉପରେ ବିଜୟୀ ଲାଭ କରିବେ ଏବଂ କର୍ମକ୍ଷେତ୍ରରେ ଯାହାକି ଏହି 2026ରେ ପ୍ରଭୁ ବଜରଙ୍ଗଙ୍କ ଆଶୀର୍ବାଦରୁ ଏହି ମଙ୍ଗଳାଦିତ୍ୟ ରାଜଯୋଗ ଗଠନ ହେତୁ ପଦୋନ୍ନତି ଲାଭ କରିବେ। ସରକାରୀ ଚାକିରିଆମାନେ ନିଜର ମନପସନ୍ଦର ସ୍ଥାନକୁ ଟ୍ରାନ୍ସଫର ହେବା ସହିତ ଚାକିରିରେ ପଦୋନ୍ନତି ସହିତ ଦରମା ମଧ୍ୟ ବୃଦ୍ଧି ହେବ ଏବଂ ଆପଣଙ୍କ ଉପରିସ୍ଥ ଅଧିକାରୀମାନେ ଆପଣଙ୍କୁ ସାହାଯ୍ୟ ଓ ସମର୍ଥନ କରିବେ। କୌଣସି ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରୁଥିବା ଲୋକମାନେ, ସମୟ ଅତ୍ୟନ୍ତ ଶୁଭ ଏବଂ ଖାସ ରହିଛି ଅନୁକୂଳ ଏବଂ ଏହି ମାସ ମଧ୍ୟରେ ନୂତନ ବ୍ୟବସାୟ ଆରମ୍ଭ କଲେ ବହୁତ ଶୁଭଫଳ ମିଳିବ। ବର୍ଷ ଶେଷ ଆଡ଼କୁ କିଛି ଚ୍ୟାଲେଞ୍ଜ ମଧ୍ୟ ସାମ୍ନା କରିବେ। ପ୍ରେମୀମାନଙ୍କ ଲାଗି ସମୟ ଅତ୍ୟନ୍ତ ରହିବ ଏବଂ ସେମାନଙ୍କ ସ୍ୱପ୍ନ ସାକାର ହେବ। ଏଥିସହିତ ଛାତ୍ରଛାତ୍ରୀମାନେ, ଯେଉଁମାନେ କମ୍ପିଟିଟିଭ୍ ଏକ୍ଜାମ ତଥା ଅନ୍ୟାନ୍ୟ ଏକ୍ଜାମ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନେ ପରୀକ୍ଷାରେ କୃତଲାଭ କରିବା ସହିତ ପ୍ରଥମ ସ୍ଥାନ ଅଧିକାର କରିବେ। କଳା, ସାହିତ୍ୟ, ରିସର୍ଚ୍ଚ, ଡାକ୍ତରୀ ଏବଂ ସାମ୍ବାଦିକ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିବିଶେଷମାନେ ପ୍ରଭୁ ବଜରଙ୍ଗବଲୀଙ୍କ ଆଶୀର୍ବାଦରୁ ମିଠା ବାଣ୍ଟିବା ପାଇଁ ହୋଇଯାଆନ୍ତୁ ପ୍ରସ୍ତୁତ, ଯାହାକି ଆପଣଙ୍କର ଭାଗ୍ୟ ସୁନା ଭଳି ଚମକିବା ପାଇଁ ଯାଉଛି। ଆପଣଙ୍କର ସମସ୍ତ ଆର୍ଥିକ ଅଭାବ ଅନଟନ ଦୂର ହେବା ସହିତ ଶାରୀରିକ ସମସ୍ୟା ଦୂର ହେବ। ଶରୀର ସୁସ୍ଥ ଅନୁଭବ କରିବେ। ପ୍ରଭୁ ବଜରଙ୍ଗବଲୀଙ୍କ ଆଶୀର୍ବାଦରୁ ଆୟର ନୂତନ ପନ୍ଥା ଖୋଲିବ। ଏଥିସହିତ ବହୁତ ଦିନର ଆଶା ପୂର୍ଣ୍ଣ ହେବା ପାଇଁ ଯାଉଛି। ପ୍ରଭୁ ହନୁମାନଙ୍କ ଆଶୀର୍ବାଦରୁ ଗାଡ଼ି ଓ ଜମି କିଣିବାର ସ୍ୱପ୍ନ ସାକାର ହେବା ପାଇଁ ଯାଉଛି ଏବଂ ଏହି ରାଶିର ବ୍ୟକ୍ତିବିଶେଷମାନେ ପତି ପତ୍ନୀଙ୍କ ମଧ୍ୟରେ ହୋଇଥିବା ମନମାଳିନ୍ୟ ଦୂର ହେବ ଏବଂ ପତି ପତ୍ନୀଙ୍କୁ କୌଣସି ଦାମୀ ଉପହାର କ୍ରୟ କରିଦେବେ। ତେବେ ଦର୍ଶକ ବନ୍ଧୁ, ଆପଣଙ୍କର ଯଦି ଏହି ରାଶିଟି ହୋଇଥାଏ, ପ୍ରଭୁ ହନୁମାନଙ୍କ ଭକ୍ତ ହୋଇଥାନ୍ତି, କମେଣ୍ଟ ବକ୍ସରେ ସହୃଦୟରେ ଜୟ ଶ୍ରୀରାମ, ଜୟ ହନୁମାନ ଲେଖିବାକୁ ବିଲକୁଲ ବି ଭୁଲିବେନି। ତେବେ ଦର୍ଶକ ବନ୍ଧୁ, ପରବର୍ତ୍ତୀ ସେହି ମହାଭାଗ୍ୟଶାଳୀ ରାଶିଟି ବୃଷ ରାଶି। ଏହି ବୃଷ ରାଶିର ବ୍ୟକ୍ତିବିଶେଷମାନେ ପ୍ରଭୁ ହନୁମାନଙ୍କ ଆଶୀର୍ବାଦରୁ ସୂର୍ଯ୍ୟ ଏବଂ ମଙ୍ଗଳଙ୍କର ଶୁଭ ସଂଯୋଗରେ
ଯାହାକି ଆଜିର ଦିନରେ ମଙ୍ଗଳ ଆଦିତ୍ୟ ଯୋଗ ଗଠନ ହେତୁ ପ୍ରଭୁ ହନୁମାନଙ୍କର ଆଶୀର୍ବାଦରୁ ଏହି ରାଶିର ବ୍ୟକ୍ତିବିଶେଷମାନେ କ୍ୟାରିୟରରେ ଉନ୍ନତି ଲାଭ କରିବେ ଏବଂ କ୍ୟାରିୟର ଦୃଷ୍ଟିକୋଣରୁ ଅତ୍ୟନ୍ତ ଶୁଭ ଭଲ ରହିବ। ବ୍ୟବସାୟୀଙ୍କ ଲାଗି ସମୟ ଅତ୍ୟନ୍ତ ଶୁଭ ରହିବ। ବ୍ୟବସାୟରେ ଲାଗି ରହିଥିବା ମନ୍ଦାବସ୍ଥା ଦୂର ହେବ। ବିଶେଷ କରି ଆମଦାନୀ ଓ ରପ୍ତାନି ବ୍ୟବସାୟରେ ଜଡ଼ିତ ବ୍ୟବସାୟୀମାନେ ବ୍ୟବସାୟରେ ସଫଳତା ପାଇବେ। ହନୁମାନଙ୍କ ଆଶୀର୍ବାଦରୁ ଆପଣଙ୍କର କ୍ୟାରିୟରରେ ଉନ୍ନତି ହେବା ସହିତ କର୍ମ କ୍ଷେତ୍ରରୁ ଆପଣଙ୍କୁ ବଡ଼ ନୂଆ ଦାୟିତ୍ୱ ମିଳିବ। ଯେଉଁମାନେ ଚାକିରି ଅନୁସନ୍ଧାନରେ ଅଛନ୍ତି ସେମାନଙ୍କ ପାଇଁ କୌଣସି ଏକ ଭଲ କମ୍ପାନୀରୁ ଅଫର ଲେଟର ବା ଫୋନ୍ କଲ୍ ଆସିବ। ଯେଉଁମାନେ ଚାକିରି ବଦଳାଇବାକୁ ଯୋଜନା କରୁଛନ୍ତି ଉଦ୍ୟମ ଜାରି ରଖନ୍ତୁ। ସଫଳତା ନିଶ୍ଚିତ ଭାବରେ ପାଇବେ। ହେଲେ ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜବୁତ ରହିବ ଏବଂ ଟଙ୍କା ପଇସା ଜଗି ରଖି ଖର୍ଚ୍ଚ କରିବେ। ଏବଂ ଆପଣଙ୍କର ପାର୍ଟନରସିପ୍ରେ ଚାଲିଥିବା ବ୍ୟବସାୟୀମାନେ ବ୍ୟବସାୟୀରୁ ମୋଟା ଅଙ୍କର ଲାଭ ମିଳିବ। ପ୍ରଭୁ ହନୁମାନଙ୍କ ଆଶୀର୍ବାଦରୁ ଯେଉଁମାନେ ଧାର କରଜ ଋଣ ଆଣିଥାନ୍ତି ତାହା ମଧ୍ୟ ସୁଝିବାରେ ସକ୍ଷମ ହେବେ। ପୁରୁଣା ପୈତୃକ ସମ୍ପତ୍ତିରୁ ଲାଭାନ୍ୱିତ ହେବେ। ଶତ୍ରୁ ଉପରେ ବିଜୟ ଲାଭ କରିବେ। ଏଥିସହିତ ରାଜନୈତିକ ବ୍ୟକ୍ତିବିଶେଷମାନେ ଯାହାକି ରାଜନୈତିକ କ୍ଷେତ୍ରରେ ଆପଣଙ୍କର ସମାଜରେ ଆପଣଙ୍କର କାର୍ଯ୍ୟକୁ ନେଇ ସମସ୍ତେ ମାନ ସମ୍ମାନ ଏବଂ ପ୍ରତିଷ୍ଠା ଆପଣଙ୍କର ବଢ଼ିବ ଏବଂ ସରକାରଙ୍କ ତରଫରୁ ନୂତନ କାର୍ଯ୍ୟ ଆପଣଙ୍କୁ ନୂତନ ଟେଣ୍ଡର ଆପଣଙ୍କୁ ମିଳିବ, ଯାହାଦ୍ୱାରା କି ଭଲ ଦୁଇ ପଇସା ମିଳିବ ଏବଂ ଟଙ୍କା ସଞ୍ଚୟ କରିବାରେ ସକ୍ଷମ ହେବେ। ଛାତ୍ରଛାତ୍ରୀମାନେ ଆପଣଙ୍କ ପାଇଁ ସମୟ ଅତ୍ୟନ୍ତ ଶୁଭ ରହିଛି। ପେଟ ଏବଂ କାନ ସମ୍ବନ୍ଧୀୟ ସମସ୍ୟା ଦୂର ହେବ। ସ୍ୱାସ୍ଥ୍ୟ ଧୀରେ ଧୀରେ ସୁଧାର ଆସିବ। ପ୍ରଭୁ ହନୁମାନଙ୍କ ଆଶୀର୍ବାଦରୁ ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇବ ଏବଂ ଅବିବାହିତ ବ୍ୟକ୍ତିବିଶେଷଙ୍କ ଭଲ ବିବାହ ପ୍ରସ୍ତାବ ଆସିବ ଏବଂ ନିଜର ପିଲାମାନଙ୍କ ସ୍ୱାସ୍ଥ୍ୟ ମଧ୍ୟ ଧୀରେ ଧୀରେ ଭଲ ହେବ। ପ୍ରେମୀମାନେ ଶୁଭଫଳ ପାଇବେ ଏବଂ ଏହି ରାଶିର ବ୍ୟକ୍ତିବିଶେଷମାନେ ପ୍ରଭୁ ବଜରଙ୍ଗଙ୍କ ଆଶୀର୍ବାଦରୁ ଆପଣଙ୍କ ଜୀବନରେ ଲାଗି ରହିଥିବା ଆର୍ଥିକ ସମସ୍ୟା ଦୂର ହେବ। ଟଙ୍କା ପଇସା ରୋଜଗାରର ସମସ୍ୟା ଗୁଡ଼ିକ ଦୂର ହେବ। ଆୟର ନୂତନ ପନ୍ଥା ଖୋଲିବ। ବୃତ୍ତିଗତ ଜୀବନରେ ଲାଗି ରହିଥିବା ସମସ୍ୟାର ଅନ୍ତ ଘଟିବ। ନୂତନ ବୃତ୍ତିଗତ କାର୍ଯ୍ୟ ପାଇଁ ଆଗେଇ ଆସିବା ପାଇଁ ସମୟ ଅତ୍ୟନ୍ତ ଶୁଭ ରହିଛି। କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେଇଥିବା ବିଶେଷ ଅଧିକାରୀମାନେ କ୍ରୀଡ଼ା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିବେ। ଏଥିସହିତ ସରକାରୀ ଚାକିରିଆମାନେ ଚାକିରି ମଧ୍ୟ ନିଜ ମନପସନ୍ଦର ହେବ। ଏଥିସହିତ ଅବିବାହିତ ବ୍ୟକ୍ତିଙ୍କର ବିବାହ ପ୍ରସ୍ତାବ ଆସିବ। ତେବେ ଦର୍ଶକ ବନ୍ଧୁ, ଆପଣଙ୍କର ଯଦି ଏହି ରାଶିଟି ହୋଇଥାଏ, ପ୍ରଭୁ ହନୁମାନଙ୍କ ଭକ୍ତ ହୋଇଥାନ୍ତି, କମେଣ୍ଟ ବକ୍ସରେ ସହୃଦୟରେ ଜୟ ଶ୍ରୀରାମ ଜୟ ହନୁମାନ ଲେଖିବାକୁ ବିଲକୁଲ ବି ଭୁଲିବେନି। ତେବେ ଦର୍ଶକ ବନ୍ଧୁ, ଚାଲନ୍ତୁ ଜାଣିନେବା ପରବର୍ତ୍ତୀ ସେହି ମହାଭାଗ୍ୟଶାଳୀ ରାଶିଟି ହେଉଛି ଯିଏକି କର୍କଟ ରାଶି। ଏହି କର୍କଟ ରାଶିର ବ୍ୟକ୍ତି ବିଶେଷମାନେ ସୂର୍ଯ୍ୟ ଏବଂ ମଙ୍ଗଳଙ୍କର ଶୁଭ ସଂଯୋଗରେ ଯାହାକି ମଙ୍ଗଳ ଆଦିତ୍ୟ ଯୋଗ ଗଠନ ହେତୁ ଆଜିର ଦିନଠାରୁ ଏହି କର୍କଟ ରାଶିର ବ୍ୟକ୍ତି ବିଶେଷମାନେ ମିଠା ବାଣ୍ଟିବା ପାଇଁ ହୋଇଯାଆନ୍ତୁ ପ୍ରସ୍ତୁତ। ଆପଣଙ୍କର ଭାଗ୍ୟ ଆଜିଠାରୁ ସୁନା ଭଳି ଚମକିବା ପାଇଁ ଯାଉଛି ଏବଂ 30 ବର୍ଷ ପରେ ଏହି ମଙ୍ଗଳ ଆଦିତ୍ୟ ଯୋଗ 2026ରେ ଅତ୍ୟନ୍ତ ଖାସ୍ ହେବ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ। ଆର୍ଥିକ ସ୍ଥିତି ଗୁଡ଼ିକ ଆପଣଙ୍କର ପୂର୍ବ ଅପେକ୍ଷା ମଜବୁତ ରହିବ। ଗୃହକୁ ଏକ ନୂତନ ଜିନିଷ କ୍ରୟ କରି ଆଣିବେ। ପତି ପତ୍ନୀଙ୍କୁ କୌଣସି ଉପହାର ଦେବେ ଏବଂ କୌଣସି ଦାମୀ ଉପହାର କ୍ରୟ କରି ଦେବେ ଏବଂ ବ୍ୟବସାୟ ଓ କର୍ମ କ୍ଷେତ୍ରରୁ ଆପଣଙ୍କର ଦ୍ୱିଗୁଣିତ ମିଶ୍ରିତ ଫଳ ମିଳିବ ଏବଂ କାର୍ଯ୍ୟ କ୍ଷେତ୍ରରେ ଅଧିକ ବିବାଦ ଦୂର ହେବ। ଆପଣଙ୍କ ବିରୋଧରେ ଅଦରକାରୀ ଷଡ଼ଯନ୍ତ୍ର ମଧ୍ୟ ଦୂର କରିବେ। ଶତ୍ରୁ ଉପରେ ବିଜୟ ଲାଭ କରିବେ। ଆପଣଙ୍କୁ କୌଣସି କଥାକୁ ନେଇ ବେଜିତ୍ରୁ ମଧ୍ୟ ଦୂର ହେବେ। ହେଲେ ସ୍ୱାସ୍ଥ୍ୟଜନିତ ସମସ୍ୟା ଧୀରେ ଧୀରେ ପୂର୍ବ ଅପେକ୍ଷା ବହୁତ ଭଲ ରହିବ ଏବଂ ଆପଣଙ୍କର ପେଟ ସମ୍ବନ୍ଧୀୟ ସମସ୍ୟା ଦୂର ହେବ ଏବଂ ଆପଣଙ୍କ ପିଲାମାନଙ୍କ ଠାରୁ ରେଜଲ୍ଟ କିମ୍ବା ଅନ୍ୟାନ୍ୟ ଖୁସି ଖବର ମଧ୍ୟ ପାଇବେ। ଏଥିସହିତ ଏହି ରାଶିର ବ୍ୟକ୍ତି ବିଶେଷମାନେ ଆପଣଙ୍କ ପାଇଁ ଭାଗ୍ୟର ପୂର୍ଣ୍ଣ ସମର୍ଥନ ହେତୁ ଆପଣ ଜମି ଏବଂ ଫ୍ଲାଟ୍ କିଣିବାର ସ୍ୱପ୍ନ ସାକାର ହେବା ପାଇଁ ଯାଉଛି ଏବଂ ଏହି ରାଶିର ବ୍ୟକ୍ତି ବିଶେଷମାନେ ଯେଉଁମାନେ ବିଦେଶରେ ବାଣିଜ୍ୟ ବ୍ୟବସାୟ କରିବା ପାଇଁ ଇଚ୍ଛୁକ ଥିବା ଆଶା ମଧ୍ୟ ପୂର୍ଣ୍ଣ ହେବ ଏବଂ ଭଲ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ନେଇ କରନ୍ତୁ, ଯାହାଦ୍ୱାରା କି ଭଲ ଦୁଇ ପଇସା ରିଟର୍ନ ମିଳିବ। ପୂର୍ବ ଅପେକ୍ଷା ଆର୍ଥିକ ସ୍ଥିତି ମଜବୁତ ହେବା ସହିତ ଧାର କରଜ ଟଙ୍କା ସୁଝିବାରେ ସକ୍ଷମ ହେବେ। ଛାତ୍ରଛାତ୍ରୀମାନେ ସେମାନେ ଶିକ୍ଷକଙ୍କ ସହିତ ଯୁକ୍ତିତର୍କରୁ ମଧ୍ୟ ଦୂରେଇ ରହିବେ ଏବଂ ଆପଣଙ୍କର ଶିକ୍ଷକମାନେ ଆପଣଙ୍କୁ ସାହାଯ୍ୟ କରିବା ଦ୍ୱାରା ଆପଣ ପାଠପଢ଼ାରେ ପରୀକ୍ଷାରେ ରେଜଲ୍ଟ ଭଲ କରିବେ। କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେଇଥିବା ବିଶେଷ ଅଧିକାରୀମାନେ କ୍ରୀଡ଼ା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିବେ।
ଏବଂ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ସମୟ ଆରମ୍ଭ ହେଉଛି, ଯାହାକି ପ୍ରଭୁ ହନୁମାନଙ୍କ ଆଶୀର୍ବାଦରୁ ଆପଣଙ୍କର ଏ ମାସରେ ଅପ୍ରତ୍ୟାଶିତ ଟଙ୍କା ପାଇବାର ସମ୍ଭାବନା ଯୋଗ ବନୁଅଛି। ଏବଂ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ, ଯାହାକି ଯେଉଁମାନେ ବେକାରୀ ଅଛନ୍ତି ସେମାନଙ୍କ ପାଇଁ କୌଣସି ଏକ କମ୍ପାନୀରୁ ଅଫର୍ ଲେଟର୍ ବା ଫୋନ୍ କଲ୍ ଆସିବ ଏବଂ ଚାକିରିର ମଧ୍ୟ ସୁଯୋଗ ମିଳିବ। ତେବେ ଦର୍ଶକ ବନ୍ଧୁ, ଆପଣଙ୍କର ଯଦି ଏହି ରାଶିଟି ହୋଇଥାଏ, ପ୍ରଭୁ ହନୁମାନ ବଜରଙ୍ଗବଲୀଙ୍କ ଭକ୍ତ ହୋଇଥାନ୍ତି, କମେଣ୍ଟ ବକ୍ସରେ ସହୃଦୟରେ ଜୟ ଶ୍ରୀରାମ ଜୟ ହନୁମାନ ଲେଖିବାକୁ ବିଲକୁଲ ବି ଭୁଲିବେନି। ତେବେ ଦର୍ଶକ ବନ୍ଧୁ, ପରବର୍ତ୍ତୀ ସେହି ମହାଭାଗ୍ୟଶାଳୀ ରାଶିଟି ହେଉଛି କନ୍ୟା ରାଶି। ଏହି କନ୍ୟା ରାଶିରେ ଜନ୍ମିତ ବ୍ୟକ୍ତି ବିଶେଷମାନେ କୁଣ୍ଡଳୀରେ ଗ୍ରହ ନକ୍ଷତ୍ରଙ୍କ ଶୁଭ ଚଳନ ସହିତ ଆଜିର ଦିନରେ ସୂର୍ଯ୍ୟ ଏବଂ ମଙ୍ଗଳଙ୍କର ଶୁଭ ସଂଯୋଗରେ ଦୀର୍ଘ 30 ବର୍ଷ ପରେ ଏହି 2026ରେ ଏକ ମଙ୍ଗଳ ଆଦିତ୍ୟ ରାଜଯୋଗ ଗଠନ ହେତୁ ଏହି ରାଶିଙ୍କ ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଶୁଭ ହେବା ପାଇଁ ଯାଉଛି। ବ୍ୟବସାୟରେ ଅଭିବୃଦ୍ଧି ହେବ ଏବଂ ଯେଉଁମାନେ ସେମାନଙ୍କ ବ୍ୟବସାୟକୁ ବିସ୍ତାର କରିବାକୁ ଚାହୁଁଛନ୍ତି, କିଛି ନୂଆ କରିବାକୁ ଚାହୁଁଛନ୍ତି, ସେମାନେ ସମ୍ପୂର୍ଣ୍ଣ ଭାଗ୍ୟର ପୂର୍ଣ୍ଣ ସମର୍ଥନ ମିଳିବ। ପରିବାର ଲୋକ ଏବଂ ବନ୍ଧୁଙ୍କ ସହଯୋଗ ମିଳିବ ଏବଂ ହନୁମାନଙ୍କର କୃପା, ଯାହାକି ଆଶୀର୍ବାଦ ଆପଣଙ୍କ ଉପରେ ରହିବ। ସେଥିରେ ଭଲ 2 ପଇସା ରିଟର୍ଣ୍ଣ ପାଇବେ। ଚାକିରିରେ ପରିବର୍ତ୍ତନ ହେବା ସହିତ ଆପଣଙ୍କର ଆର୍ଥିକ ଅବସ୍ଥା ଗୁଡ଼ିକ ବହୁତ ଭଲ ରହିବ। ସରକାରୀ ଚାକିରିଆମାନେ ନିଜର ମନପସନ୍ଦର ସ୍ଥାନକୁ ଟ୍ରାନ୍ସଫର ହେବ। ବ୍ୟବସାୟରେ ନୂତନ ଚୁକ୍ତିନାମା ହେବ, ଆପଣଙ୍କୁ ଭଲ ଲାଭ ଦେବ। ହେଲେ ଆପଣଙ୍କୁ କୌଣସି ଏକ ଧାର୍ମିକ ତୀର୍ଥସ୍ଥାନକୁ ଯାତ୍ରା କରିବାର ସମ୍ଭାବନା ଯୋଗ ବନୁଅଛି ଏବଂ ଆପଣଙ୍କର ଅବିବାହିତ ବ୍ୟକ୍ତିବିଶେଷଙ୍କ ଭଲ ବିବାହ ପ୍ରସ୍ତାବ ଆସିବ। ବୈବାହିକ ଜୀବନ ସୁଖମୟ ହେବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜବୁତ ରହିବ। ଟଙ୍କା ସଞ୍ଚୟ କରିବାରେ ସକ୍ଷମ ହେବେ। ନୂତନ ଗାଡ଼ି ଏବଂ ଯାନ କିଣିବାର ସ୍ୱପ୍ନ ସାକାର ହେବ। ଅନାବଶ୍ୟକ ଖର୍ଚ୍ଚ ମଧ୍ୟ ଦୂର ହେବ। ଆପଣଙ୍କ ପରିବାରରେ ହସ ଖୁସି ଏବଂ ଆନନ୍ଦର ବାତାବରଣ ଲାଗି ରହିବ। ଆପଣଙ୍କୁ କିଛି ଶୁଭ ସଂକେତ ମିଳିବ ଏବଂ ଆପଣଙ୍କର ଭାଗ୍ୟ ସୁନା ଭଳି ଚମକିବା ସହିତ ପ୍ରଭୁ ହନୁମାନଙ୍କ ଆଶୀର୍ବାଦରୁ ସ୍ୱାସ୍ଥ୍ୟ ମଧ୍ୟ ଧୀରେ ଧୀରେ ଭଲ ହେବ ସହିତ ଲାଭଦାୟକ ହେବ। ଆପଣଙ୍କର ଯାହାକି ପୈତୃକ ସମ୍ପତ୍ତିରୁ ଲାଭାନ୍ୱିତ ହେବ। ଆପଣଙ୍କର ସାଥୀମାନେ ଆପଣଙ୍କୁ ଭଲ ପାଇବା ବଢ଼ିବା ସହିତ ସମ୍ପର୍କ ଅଧିକ ଶକ୍ତିଶାଳୀ ହେବ। ଏଥିସହିତ ପରିବାରରେ କୌଣସି ଏକ ଶୁଭ ମାଙ୍ଗଳିକ କାର୍ଯ୍ୟ ହେବ। ଅବିବାହିତ ବ୍ୟକ୍ତିଙ୍କର ବିବାହ ପ୍ରସ୍ତାବ ଆସିବ। ରିଏଲ ଇଷ୍ଟେଟରେ କାର୍ଯ୍ୟରତ ବ୍ୟକ୍ତି ବିଶେଷମାନେ ସରକାରଙ୍କ ତରଫରୁ କିଛି ନୂତନ ଟେଣ୍ଡର, ଯାହାକି ଆପଣଙ୍କ ହାତକୁ ମିଳିବ। ସାମ୍ବାଦିକ ଏବଂ କଳା ସାହିତ୍ୟ ରିସର୍ଚ୍ଚ କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷ ପାଇଁ ପ୍ରଭୁ ହନୁମାନଙ୍କ ଆଶୀର୍ବାଦରୁ ସମସ୍ତ ଦୁଃଖ କଷ୍ଟ ସମସ୍ୟାର ଅନ୍ତ ଘଟିବା ସହିତ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ସମୟ ଆରମ୍ଭ ହେଉଛି ଏବଂ ବାଣିଜ୍ୟ ବ୍ୟବସାୟରେ ଅଗ୍ରଗତି କରିବା ସହିତ ଆୟର ନୂତନ ପନ୍ଥା ଖୋଲିବା ପାଇଁ ଯାଉଛି। ହନୁମାନଙ୍କ ଆଶୀର୍ବାଦରୁ ଆପଣଙ୍କ ପିଲାମାନଙ୍କଠାରୁ ସନ୍ତାନ ପ୍ରାପ୍ତି କିମ୍ବା ଅନ୍ୟାନ୍ୟ ଖୁସି ଖବର ରେଜଲ୍ଟ ମଧ୍ୟ ପାଇବେ। କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେଇଥିବା ବିଶେଷ ଅଧିକାରୀମାନେ କ୍ରୀଡ଼ା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିବାର ସମ୍ଭାବନା ଯୋଗ ବନୁଅଛି। ଏଥିସହିତ ଆପଣଙ୍କର ସ୍ୱାସ୍ଥ୍ୟଜନିତ ସମସ୍ୟା ଦୀର୍ଘ ଦିନରୁ ଯଦି ଚିନ୍ତିତ ଅଛନ୍ତି, ତେବେ ଧୀରେ ଧୀରେ ସ୍ୱାସ୍ଥ୍ୟରେ ସୁଧାର ଆସିବ। ତେବେ ଦର୍ଶକ ବନ୍ଧୁ, ଆପଣଙ୍କର ଯଦି ଏହି ରାଶିଟି ହୋଇଥାଏ, ପ୍ରଭୁ ହନୁମାନ ବଜରଙ୍ଗବଲୀଙ୍କ ଭକ୍ତ ହୋଇଥାନ୍ତି, କମେଣ୍ଟ ବକ୍ସରେ ସହୃଦୟରେ ଜୟ ଶ୍ରୀରାମ ଜୟ ହନୁମାନ ଲେଖିବାକୁ ବିଲକୁଲ ବି ଭୁଲିବେନି। ତେବେ ଦର୍ଶକ ବନ୍ଧୁ, ପରବର୍ତ୍ତୀ ସେହି ମହାନ ମହାଭାଗ୍ୟଶାଳୀ ରାଶିଟି ହେଉଛି, ଯାହାପରେ କି ହନୁମାନଙ୍କର କୃପା ବର୍ଷିବା ସହିତ ମଙ୍ଗଳ ଆଦିତ୍ୟ ଯୋଗ ଶୁଭ ସଂଯୋଗ ରହିବା ପାଇଁ ଯାଉଛି, ଯାହାକି ହେଉଛି ତୁଳା ରାଶି। ଏହି ତୁଳା ରାଶିରେ ଜନ୍ମିତ ବ୍ୟକ୍ତି ବିଶେଷମାନେ କୁଣ୍ଡଳୀର ଗ୍ରହ ନକ୍ଷତ୍ରଙ୍କ ଶୁଭ ଚଳନ ସହିତ ମିଠା ବାଣ୍ଟିବା ପାଇଁ ହୋଇଯାଆନ୍ତୁ ପ୍ରସ୍ତୁତ। ଆଗାମୀ ଅଚାନକ ଭାବରେ ଚାକିରିଆମାନଙ୍କର ଅଚାନକ ଧନ ପ୍ରାପ୍ତି ସହିତ ଚାକିରିରେ ପଦୋନ୍ନତି ହେବ ଏବଂ ଦରମା ମଧ୍ୟ ଦ୍ୱିଗୁଣିତ ବଢ଼ିବା ପାଇଁ ସୁଯୋଗ ବନୁଅଛି। ପ୍ରଭୁ ହନୁମାନଙ୍କ ଆଶୀର୍ବାଦରୁ ଏହି ମଙ୍ଗଳ ଆଦିତ୍ୟ ଯୋଗ ଗଠନ ହେତୁ ଏହି ତୁଳା ରାଶିର ବ୍ୟକ୍ତି ବିଶେଷମାନେ ଆପଣଙ୍କ ପାଇଁ 2026ରେ ନିଜ କ୍ୟାରିୟରରେ ଅନେକ ସଫଳତା ହାସଲ କରିବେ। ଆପଣଙ୍କର ଭାଗ୍ୟ ସୁନା ଭଳି ଚମକିବ। ଭାଗ୍ୟ ଉଜ୍ଜଳମୟ ହେବା ସହିତ ପ୍ରଭୁ ବଜରଙ୍ଗବଲୀଙ୍କ କୃପା ବର୍ଷିବ। ଭାଗ୍ୟର ପୂର୍ଣ୍ଣ ସମର୍ଥନ ମିଳିବ। ପରିବାର ସଦସ୍ୟଙ୍କ ସମର୍ଥନ ଏବଂ ସାହାଯ୍ୟ ମଧ୍ୟ ଅନୁଭବ କରିବେ। ଛାତ୍ରଛାତ୍ରୀଙ୍କ ପାଇଁ କଠିନ ପରିଶ୍ରମର ଫଳ ମଧ୍ୟ ଦ୍ୱିଗୁଣିତ ପ୍ରାପ୍ତି ହେବ। ଯାହାକି କମ୍ପିଟେଟିଭ ଏକ୍ଜାମ ପାଇଁ ପ୍ରସ୍ତୁତ ଛାତ୍ରଛାତ୍ରୀମାନେ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିବେ ଏବଂ ସେମାନଙ୍କର ଦକ୍ଷତା ବୃଦ୍ଧି ପାଇବ। ଅଚାନକ ଭାବରେ ଚାକିରି ମିଳିବ ଏବଂ ପାର୍ଟନରସିପ୍ରେ ଚାଲିଥିବା ବ୍ୟବସାୟୀମାନେ ବ୍ୟବସାୟରୁ ମୋଟା ଅଙ୍କର ଲାଭ ମିଳିବ। ବ୍ୟବସାୟରେ ପୂର୍ବ ଅପେକ୍ଷା ଆର୍ଥିକ ଲାଭର ସମ୍ଭାବନା ଯୋଗ ବନୁଅଛି।
ଏବଂ ଜମି ଓ ଗାଡ଼ି କିଣିବାର ସ୍ୱପ୍ନ ସାକାର ହେବ। ଗୃହରେ ଏକ ଶୁଭ ମାଙ୍ଗଳିକ କାର୍ଯ୍ୟ ହେବ। ପରିବାରରେ ଛୋଟ ଛୋଟ ବିବାଦ ଦୂର ହେବ। ଗୃହକୁ ଏକ ନୂତନ ଜିନିଷ କ୍ରୟ କରି ଆଣିବେ। ପାରିବାରିକ ସମ୍ପର୍କରେ ଶକ୍ତି ଉପରେ ବିଶେଷ ଧ୍ୟାନ ଦେବେ। ପ୍ରେମୀମାନଙ୍କ ପାଇଁ ଅତ୍ୟନ୍ତ ଖାସ୍ ଏବଂ ରୋମାଣ୍ଟିକ୍ ରହିବ। ସମ୍ପର୍କ ଗୁଡ଼ିକ ଅଧିକ ଶକ୍ତିଶାଳୀ ହେବ। ପତି ପତ୍ନୀଙ୍କ ମଧ୍ୟରେ ହୋଇଥିବା ମନମାଳିନ୍ୟ ଦୂର ହେବ। ଭାଇ ଭାଇଙ୍କ ସମ୍ପର୍କ ମଜବୁତ ରହିବ। ପରିବାରରେ ହସ ଖୁସି ଏବଂ ଆନନ୍ଦର ବାତାବରଣ ଲାଗି ରହିବ। ଏବଂ ସ୍ୱାସ୍ଥ୍ୟଜନିତ ସମସ୍ୟା ଦୀର୍ଘ ଦିନ ଧରି ପଡ଼ି ରହିଛନ୍ତି, ଯେକୌଣସି ସ୍ୱାସ୍ଥ୍ୟ ଧୀରେ ଧୀରେ ସୁଧାର ଆସିବ ପ୍ରଭୁ ହନୁମାନଙ୍କ ଆଶୀର୍ବାଦରୁ। ନିଜର ପିଲାମାନଙ୍କ ଠାରୁ କୌଣସି ବିଶେଷ ଚିନ୍ତା ମଧ୍ୟ ଦୂର ହେବ ଏବଂ ପିଲାମାନଙ୍କ ଠାରୁ କୌଣସି ଖୁସି ଖବର ମିଳିବ। ଏଥିସହିତ ଏହି ରାଶିର ବ୍ୟବସାୟୀମାନେ କିଛି ସଂଘର୍ଷମୟ ନୂତନ ସଂସ୍ଥା ଆରମ୍ଭ କରିବେ ଏବଂ ଆପଣଙ୍କର ସକାରାତ୍ମକ ଆର୍ଥିକ ଫଳାଫଳ ପାଇବେ ଏବଂ ଗୃହ ପ୍ରବେଶ ନେଇ ସମୟ ଅତ୍ୟନ୍ତ ଶୁଭଦାୟକ ରହିବ। ତେବେ ଦର୍ଶକ ବନ୍ଧୁ, ଆପଣଙ୍କର ଯଦି ଏହି ରାଶିଟି ହୋଇଥାଏ, ପ୍ରଭୁ ହନୁମାନଙ୍କ ଭକ୍ତ ହୋଇଥାନ୍ତି, କମେଣ୍ଟ ବକ୍ସରେ ଶ୍ରଦ୍ଧାରେ ଜୟ ଶ୍ରୀରାମ ଜୟ ହନୁମାନ ଲେଖିବାକୁ ବିଲକୁଲ ବି ଭୁଲିବେନି। ତେବେ ଦର୍ଶକ ବନ୍ଧୁ, ପରବର୍ତ୍ତୀ ସେହି ମହାଭାଗ୍ୟଶାଳୀ ରାଶିଟି ହେଉଛି ବିଛା ରାଶି। ଏହି ବିଛା ରାଶିରେ ଜନ୍ମିତ ବ୍ୟକ୍ତି ବିଶେଷମାନେ ଏହି ସୂର୍ଯ୍ୟ ଏବଂ ମଙ୍ଗଳଙ୍କର ଶୁଭ ସଂଯୋଗରେ ଦୀର୍ଘ 30 ବର୍ଷ ପରେ ଗ୍ରହରେ ଏହି ମଙ୍ଗଳ ଆଦିତ୍ୟ ଯୋଗ, ଏହି 2026ରେ ଏହିସବୁ ରାଶିଧାରୀ ବ୍ୟକ୍ତି ବିଶେଷମାନେ ଆପଣ ଅତ୍ୟନ୍ତ ପ୍ରଭାବଶାଳୀ ହେବେ। ଆପଣଙ୍କର ଭାଗ୍ୟ ସୁନା ଭଳି ଚମକିବା ସହିତ ପ୍ରଭୁ ହନୁମାନଙ୍କ ଆଶୀର୍ବାଦରୁ ଆଜିର ଦିନଠାରୁ ଆପଣଙ୍କର କର୍ମକ୍ଷେତ୍ରରୁ ବହୁତ ଶୁଭଫଳ ପାଇବେ। ନୂଆ ଦାୟିତ୍ୱ ମିଳିବା ସହ ଦରମାରେ ଅହେତୁକ ବୃଦ୍ଧି ହେବ। ବ୍ୟବସାୟୀଙ୍କ ଲାଗି ସମୟ ଅତ୍ୟନ୍ତ ଶୁଭ ଏବଂ ଅନୁକୂଳ ଖାସ୍ ରହିବ। ପରିବାରରେ ହସ ଖୁସି ଆନନ୍ଦର ବାତାବରଣ ଲାଗି ରହିବ। ପାର୍ଟନରସିପ୍ରେ ଚାଲିଥିବା ବ୍ୟବସାୟୀମାନେ ବହୁତ ଲାଭ ମିଳିବ। ପୂର୍ବ ଅପେକ୍ଷା ଆର୍ଥିକ ସ୍ଥିତି ମଜବୁତ ରହିବ ଏବଂ ପାର୍ଟନରସିପ୍ରେ ବ୍ୟକ୍ତିବିଶେଷଙ୍କ ପାଇଁ ସମୟ ଅତ୍ୟନ୍ତ ସୁଖଦ ରହିବା ସହିତ ଆର୍ଥିକ ସ୍ଥିତି ମଜବୁତ ରହିବ। ପିଲାମାନଙ୍କର ସମସ୍ତ କଥିତ ଚିନ୍ତା ଦୂର ହେବ। ସ୍ୱାସ୍ଥ୍ୟ ଧୀରେ ଧୀରେ ସୁଧାର ଆସିବ। ଆପଣଙ୍କର ଦୀର୍ଘ ଦିନର ଆଶା ପୂର୍ଣ୍ଣ ହେବା ପାଇଁ ଯାଉଛି। ଆର୍ଥିକ ସମସ୍ୟା ଗୁଡ଼ିକ ଦୂର ହେବ। ବୃତ୍ତିଗତ ଜୀବନରେ ଲାଗି ରହିଥିବା ସମସ୍ୟାର ଅନ୍ତ ଘଟିବା ସହିତ ନୂତନ ସମୟ ଆରମ୍ଭ ହେବା ପାଇଁ ଯାଉଛି। ପ୍ରଭୁ ହନୁମାନଙ୍କ ଆଶୀର୍ବାଦରୁ ଜମି ଓ ପୁରୁଣା ଯାନ ବିକ୍ରି କରି ଏକ ନୂତନ ଯାନ କିମ୍ବା ଜମି କିଣିପାରିବେ ଏବଂ ଗୃହ ପ୍ରବେଶ ନେଇ ସମୟ ଅତ୍ୟନ୍ତ ସୁଖଦ ରହିବ। ପରିବାରରେ ହସ ଖୁସିର ଆନନ୍ଦର ବାତାବରଣ ଲାଗି ରହିବ। କଠିନ ପରିଶ୍ରମ ମାଧ୍ୟମରେ ଟଙ୍କା ରୋଜଗାରର ରାସ୍ତା ଖୋଲିବ। ଆୟର ନୂତନ ପନ୍ଥା ଖୋଲିବ। ବ୍ୟବସାୟରେ ନୂତନ ଗରାଖ ଜୁଟିବେ। ବିଦେଶ ଭ୍ରମଣରେ କୌଣସି ଏକ ଦୂର ତୀର୍ଥସ୍ଥାନକୁ ଯାତ୍ରା କରିବାର ସମ୍ଭାବନା ଯୋଗ ବନୁଅଛି ଏବଂ ଯାତ୍ରାଟି ଲାଭଦାୟକ ହେବ ଏବଂ ଆପଣଙ୍କ ଟଙ୍କା ରୋଜଗାରର ବାହ୍ୟ ସ୍ଥାନ ସହିତ ଯୋଗାଯୋଗ ଲାଭଦାୟକ ହେବ। ଦାମ୍ପତ୍ୟ ଜୀବନରେ ଅଶାନ୍ତି ଦୂର ହେବ। ସମସ୍ୟା ଗୁଡ଼ିକ ଦୂର ହେବ। ନିକଟ ସମ୍ପର୍କୀୟଙ୍କ ସହ ବିବାଦର ଅନ୍ତ ଘଟିବ ଏବଂ ଆୟର ନୂତନ ପନ୍ଥା ଖୋଲିବ। ଅବିବାହିତ ବ୍ୟକ୍ତିଙ୍କ ଭଲ ବିବାହ ପ୍ରସ୍ତାବ ଆସିବ। ପୁରୁଣା ପୈତୃକ ସମ୍ପତ୍ତିରୁ ଲାଭାନ୍ୱିତ ହେବେ। ରିଏଲ ଏଷ୍ଟେଟରେ କାର୍ଯ୍ୟରତ ବ୍ୟକ୍ତିବିଶେଷମାନେ ସରକାରଙ୍କ ତରଫରୁ ନୂତନ ଟେଣ୍ଡର ଆପଣଙ୍କୁ ଆସିବ। ଅଚାନକ ଭାବରେ ଛାତ୍ରଛାତ୍ରୀଙ୍କ ପାଇଁ ସରକାରୀ ଚାକିରିରେ ସୁଯୋଗ ମିଳିବ ଏବଂ କିଛି ଗୁପ୍ତଧନ ପ୍ରାପ୍ତି ହେବ। ତେବେ ଦର୍ଶକ ବନ୍ଧୁ, ଆପଣଙ୍କର ଯଦି ଏହି ରାଶିଟି ହନୁମାନଙ୍କ ଭକ୍ତ ହୋଇଥାନ୍ତି, କମେଣ୍ଟ ବକ୍ସରେ ଶ୍ରଦ୍ଧାରେ ଜୟ ଶ୍ରୀରାମ ଜୟ ହନୁମାନ ଲେଖିବାକୁ ବିଲକୁଲ ବି ଭୁଲିବେନି। ତେବେ ଦର୍ଶକ ବନ୍ଧୁ, ପରବର୍ତ୍ତୀ ସେହି ମହାଭାଗ୍ୟଶାଳୀ ରାଶିଟି କୁମ୍ଭ ରାଶି। ଏହି କୁମ୍ଭ ରାଶିର ବ୍ୟକ୍ତି ବିଶେଷମାନେ ଦୀର୍ଘ 30 ବର୍ଷ ପରେ ସୂର୍ଯ୍ୟ ଏବଂ ମଙ୍ଗଳଙ୍କ ଗ୍ରହରେ 2026ରେ ଏହି ମଙ୍ଗଳ ଆଦିତ୍ୟ ଯୋଗ ଅତ୍ୟନ୍ତ ଶୁଭ ହେବା ପାଇଁ ଯାଉଛି ଏବଂ ଏହି କୁମ୍ଭ ରାଶିର ବ୍ୟକ୍ତି ବିଶେଷମାନେ ଜୀବନରେ ଅନେକ ବାଧା ବିଘ୍ନ ଦୂର ଗତି ଦେଇ ଗତି କରୁଛନ୍ତି ଏବଂ ଆପଣଙ୍କର ସମସ୍ତ ଆର୍ଥିକ ସ୍ଥିତି ଗୁଡ଼ିକ ମଜବୁତ ହେବା ପାଇଁ ଯାଉଛି। ଆପଣଙ୍କର ଜୀବନରେ ପୂର୍ବ ଅପେକ୍ଷା ଆର୍ଥିକ ସ୍ଥିତି ସଦୃଢ଼ ହେବା ପାଇଁ ଯାଉଛି। ପୂର୍ବ ଅପେକ୍ଷା ଆୟ ବୃଦ୍ଧି ହେବ। ଆପଣଙ୍କର ମନସ୍କାମନା ପୂର୍ଣ୍ଣ ହେବ ଏବଂ ଏହି କୁମ୍ଭ ରାଶିର ବ୍ୟକ୍ତି ବିଶେଷମାନଙ୍କ ଜୀବନରେ ଲାଗି ରହିଥିବା ସମସ୍ତ ସମସ୍ୟାର ଅନ୍ତ ଘଟିବା ପାଇଁ ଯାଉଛି। ପ୍ରଭୁ ହନୁମାନଙ୍କ ଆଶୀର୍ବାଦରୁ ନୂତନ ସମୟ ଆରମ୍ଭ ହେଉଛି ଏବଂ ଏହି କୁମ୍ଭ ରାଶିର ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ସୁନା ଭଳି ଚମକିବା ପାଇଁ ଯାଉଛି। କୁମ୍ଭ ରାଶିର ବ୍ୟକ୍ତି ବିଶେଷମାନଙ୍କ ଜୀବନରେ ଲାଗି ରହିଥିବା ବୃତ୍ତିଗତ ଜୀବନରେ ଲାଗି ରହିଥିବା ସମସ୍ତ ଅନ୍ତ ଘଟିବା ସହିତ ଚାକିରିର ପଦୋନ୍ନତି ମିଳିବା ପାଇଁ ଯାଉଛି ଏବଂ ଦୀର୍ଘ ଦିନର ମନସ୍କାମନା ପୂର୍ଣ୍ଣ ହେବା ପାଇଁ ଯାଉଛି। ପ୍ରଭୁ ହନୁମାନଙ୍କ ଆଶୀର୍ବାଦରୁ ଆୟର ନୂତନ ପନ୍ଥା ଖୋଲିବା ପାଇଁ ଯାଉଛି। କ୍ୟାରିୟରରେ ଉନ୍ନତି ଲାଭ ହେବ। କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ମିଳିବ। ନୂତନ କାର୍ଯ୍ୟ ପାଇଁ ସମୟ ଅତ୍ୟନ୍ତ ଶୁଭଦାୟକ ରହିଛି। ଅହେତୁକ ଦରମା ବୃଦ୍ଧି ହେବ।
ପାର୍ଟନରସିପ୍ରେ ଚାଲିଥିବା ବ୍ୟବସାୟୀମାନେ ବହୁତ ପୂର୍ବ ଅପେକ୍ଷା ବହୁତ କ୍ଷତି ସହିଛନ୍ତି। ଏବେଠାରୁ ନୂତନ ସମୟ ଆରମ୍ଭ ହେବା ହେତୁ ବ୍ୟବସାୟରେ ନୂତନ ଗରାଖ ଜୁଟିବେ, ଯାହାକି ଆପଣଙ୍କର ଟଙ୍କା କିଛି ସଞ୍ଚୟ କରିବାରେ ସକ୍ଷମ ହେବେ ଏବଂ ଯେଉଁମାନେ ଋଣ ଟଙ୍କା ରିଟର୍ଣ୍ଣ ପାଇବା ପାଇଁ ଫେରସ୍ତ ମଧ୍ୟ ପ୍ରାପ୍ତି ହେବ ଏବଂ ଧାର କରଜ ଋଣ ଆଣିଥିବା ବ୍ୟକ୍ତିବିଶେଷମାନେ ଧାର କରଜ ଟଙ୍କା ମଧ୍ୟ ସୁଝିବା ପାଇଁ ସକ୍ଷମ ହେବେ ଏବଂ ଛାତ୍ରଛାତ୍ରୀମାନେ ଯେଉଁମାନେ ସରକାରୀ ଚାକିରି ଅନୁସନ୍ଧାନରେ ଅଛନ୍ତି ସେମାନଙ୍କ ପାଇଁ କୌଣସି ଏକ କମ୍ପାନୀର ସରକାରୀ କମ୍ପାନୀରୁ ଅଫର୍ ଲେଟର୍ ବା ଫୋନ୍ କଲ୍ ଆସିବ। ଅବିବାହିତ ବ୍ୟକ୍ତିଙ୍କର ଭଲ ବିବାହ ପ୍ରସ୍ତାବ ଆସିବ। ପ୍ରେମ ବିବାହ ସଫଳ ହେବା ସହିତ ପ୍ରେମୀଙ୍କ ସହିତ କୌଣସି ଏକ ଦୂର ରୋମାଣ୍ଟିକ୍ ତୀର୍ଥ ସ୍ଥାନକୁ ଯାତ୍ରା କରିବେ ଏବଂ ଯାତ୍ରାଟି ଲାଭଦାୟକ ହେବ। ପ୍ରେମ ବିବାହ ସଫଳ ହେବ ଏବଂ ଏହି ରାଶିର ଯାହାକି ଏହି ରାଶିର ଛାତ୍ରଛାତ୍ରୀମାନେ କମ୍ପିଟିଟିଭ୍ ଏକ୍ଜାମ୍ ପାଇଁ ପ୍ରସ୍ତୁତ ଛାତ୍ରଛାତ୍ରୀମାନେ ପରୀକ୍ଷାରେ କୃତଲାଭ କରିବେ। ତେବେ ଦର୍ଶକ ବନ୍ଧୁ, ଇଏ ତ ଥିଲେ ସେହି ସବୁ ମହାଭାଗ୍ୟଶାଳୀ ରାଶି ବିଶେଷ ମାନେ, ଯାହାପରେ କି ମଙ୍ଗଳ ଆଦିତ୍ୟ ଯୋଗ ଦୀର୍ଘ 30 ବର୍ଷ ପରେ ଗ୍ରହରେ ସଂଯୋଗ ହେତୁ ଏହିସବୁ ରାଶିଧାରୀ ବ୍ୟକ୍ତିବିଶେଷମାନଙ୍କ ଅତ୍ୟନ୍ତ ଭାଗ୍ୟ ସୁନା ଭଳି ଚମକିବା ସହିତ ରାଜା ଭଳି ଜୀବନ କାଟିବେ। ଏହିସବୁ ରାଶିଧାରୀ ବ୍ୟକ୍ତିବିଶେଷମାନେ ପ୍ରଭୁ ବଜରଙ୍ଗବଲି ହନୁମାନଙ୍କ ଆଶୀର୍ବାଦରୁ ଆର୍ଥିକ ସମସ୍ୟା ଗୁଡ଼ିକ ଶାରୀରିକ ସମସ୍ୟା ଦୂର ହେବା ସହିତ ଜୀବନରେ ଲାଗି ରହିଥିବା ଅଶାନ୍ତି ଦୂର ହେବ ଏବଂ ନୂତନ ସମୟ ଆରମ୍ଭ ହେବା ସହିତ ନୂତନ ପଦବୀ ମିଳିବ ଏବଂ ନୂତନ ଦାୟିତ୍ୱ ମଧ୍ୟ ମିଳିବ। ତେବେ ଦର୍ଶକ ବନ୍ଧୁ, ଆପଣଙ୍କର ଏଥିମଧ୍ୟରୁ ଯେକୌଣସି ରାଶିଟି ବି ହେଇଥାଉ ପ୍ରଭୁ ହନୁମାନଙ୍କର ଭକ୍ତ ହୋଇଥାନ୍ତି। କମେଣ୍ଟ ବକ୍ସରେ ସହୃଦୟରେ ଜୟ ଶ୍ରୀରାମ ଜୟ ହନୁମାନ ଲେଖିବାକୁ ବିଲକୁଲ ବି ଭୁଲିବେନି। ପ୍ରଭୁ ହନୁମାନଙ୍କ ଆଶୀର୍ବାଦରୁ ଆସୁଥିବା ସମସ୍ତ ବାଧାବିଘ୍ନ ଏବଂ ଦୁଃଖ ଦୁର୍ଦଶା ଦୂର ହେବ ଏବଂ ଆପଣଙ୍କର ଆର୍ଥିକ ସମସ୍ୟା ଦୂର ହେବ। ତେବେ ଦର୍ଶକ ବନ୍ଧୁ, ଆଜିର ଭିଡ଼ିଓଟି ଏଇଠି ରହୁଛି। ନମସ୍କାର। ଜୟ ଶ୍ରୀରାମ ଜୟ ହନୁମାନ ଜୟ ବଜରଙ୍ଗବଲି।